ଗାଁ ମାଇକିନିଆ ସବୁବେଳେ ଘିଆଁ ଘିଁରେ ସହରୀକଠୁ ଆଗରେ। ଏଇ ଗପ ପଢ଼ିବା ପରେ ଆପଣ ନିଜେ ବୁଝିଯିବେ କେମିତି। ଆମ ଗାଁ ନଟିଆ ଯେ ତାର ପଲେଇ ମାଇକିନିଆ କିରଣ ଭାଉଜଙ୍କୁ ଘେଇଁ ଶାନ୍ତି କରି ପାରୁନି। ତା ଜାଣି ସାରିଲା ପରେ ସାଇ ଯାକର ଟୋକମାନଙ୍କର ଆଡ୍ଡା ହେଲା ତା ଘର। 18ରୁ 35 ସମସ୍ତ ଷଣ୍ଢ ଏଇ ବିଶାଳ ଦୁଧ ଓ ଗାଣ୍ଡିର ମାଲିକାଣୀ। 30 ବର୍ଷର ଗାଈ ପଛରେ ଶୁଙ୍ଗି ଶୁଙ୍ଗି ଧାଇଁଛନ୍ତି। ରଙ୍ଗରେ ଶ୍ୟାମଳୀ ଦେଖିବାକୁ ଭାରି ସୁନ୍ଦର। ସଦାବେଳେ ହସ ହସ ମୁହଁ, ଆଖି ଯୋଡ଼ିକ ଚଞ୍ଚଳା। 5 ଫୁଟ 4 ଇଞ୍ଚ ଉଚ୍ଚତା, ସୁଗଠିତ ଦେହ ଦେଖି ଚାକିବା ପାଇଁ ସବୁ ଡହଳ ବିକଳ ହେଉଥାନ୍ତି। ସିଏ ବି କାଳେ ବିଳମ୍ବ କାମତୁରା ସେକ୍ସି, ଆଉ କାହାକୁ ନିରାଶ କରୁନି ସେ। ତାର ତ ସବୁବେଳେ ଘିଆଁ ଖାଇବାର ଇଚ୍ଛା। ଘଇତା ତ ବୟସରେ ବହୁତ ବଡ଼ ଓ ଖଟି ଖଟି କମଜୋରିଆ ଶିକାର। ଯାହା କୁହନ୍ତି ହେଭି ଇଞ୍ଜିନକୁ କଣା ଡ୍ରାଇଭର। ତେଣୁ ରସିକ ନାଗରମାନଙ୍କୁ କାହାକୁ ସକାଳ ଧୂପରେ, କାହାକୁ ନିଛାଟିଆ ଦ୍ୱିପହରେ ତ କାହାକୁ ସଞ୍ଜ ଆଳତିରେ ବିୟା ସମର୍ପଣ କରି ଧନ୍ୟ କରି ଚାଲିଛି। ତାର ପୁରିଲା ପୁରିଲା ସ୍ତନୀୟ ପାନ ଆଉ ବୋଇତି କଖାରୁ ପରି 2 ଫାଳ ପିଚାରେ ଟେଙ୍ଗେଇଥିବା ଶକ୍ତ ବାଣ୍ଡର ଘର୍ଷଣ, ଆଉ ରସ ଝରୁଥିବା ଲାଳୁଆ ବିୟାରେ ମୁସୁଳିଆ ବାଣ୍ଡର ନିସ୍କୁତ ମାଡ଼ ପାଇଁ ଲାଇନ ଲଗେଇ ଗାଉଁଲି ଷଣ୍ଢଙ୍କର ଭିଡ଼। ମୋ ସକାଳେ ସକାଳେ ଦେଖା ହେଲେ ଟିକେ ମାଦକତା ଭରା ହସ ହସି ଅଳ୍ପ କଥାବାର୍ତ୍ତା ହୁଏ ସିନା, ହେଲେ ଆମର ବୟସରେ ଫରକ, କିଛି ଯୋଗାଯୋଗ ହେଇପାରେନି। ହେଲେ +3 କଲେଜ ପରୀକ୍ଷା ପର ଛୁଟିରେ ଗାଁରେ ରହିବା ଓ ସାଙ୍ଗସାଥି ମେଳ ଭିତରେ ଗାଁ ଝିଅ ଓ ମାଇକିନାଙ୍କ ଚର୍ଚ୍ଚା କରି 22 ବର୍ଷର ବୟସ ବେଳେ ଯେ କି ଅବସ୍ଥା ହୋଇପାରେ ତାହା ସମସ୍ତେ ଜାଣିପାରୁଥିବେ। ମନରେ ସଦାବେଳେ କିଛି ଗୋଟେ କରିବାର ପ୍ରବଳ ଇଚ୍ଛା, ହେଲେ ସୁଯୋଗ ଜୁଟିଲେ ସିନା। ଆମେ ଟିକେ ଘରର ପିଲା, ତେଣୁ ମାନ ଇଜ୍ଜତ ଡରରେ କିଛି କରିବା ଆଗରୁ ଗୋଡ଼ରେ ଭିଡ଼ି ପଡ଼ିଲା ପରି ଜାଣ। ହେଲେ ଶେଷରେ ସେଦିନ ସଞ୍ଜରେ ସନା ଯିଏ ମୋ ସମୟ ବୟସୀ ଓ 1 ନମ୍ବର ଲୁମଟ ସ୍ୱଭାବର ଅଟେ, କିରଣ ଭାଉଜର ବି ଗରାଖ ବୋଲି ମୁଁ ଜାଣିବାକୁ ପାଇଲି। ତା ସହ କଥା ହଉ ହଉ ଲାଜ ଛାଡ଼ି ତାକୁ ମୋର ଭୋକିଲା ମନ କଥା କହିଲି। ମୋ କଥା ଶୁଣି ସିଏ ଭାରି ଆଗ୍ରହ ସହ ମୋର ତାଙ୍କ ସହ ସେଟିଂ କରିବାକୁ ରାଜି ହେଲା। 2-3 ଦିନ ପରେ ସିଏ ଆସି ମୋତେ ସେଆଡ଼ୁ ପୁରା ଗ୍ରୀନ୍ ସିଗ୍ନାଲ ଜଣାଇଲା। ମୋ ସହ ସେକ୍ସ କରିବାକୁ ସେ ପୁରା ଉଚ୍ଛନ୍ନ। କାରଣ ଆମ ଗାଁରେ ଟିକେ ଖାନଦାନୀ ଘର, ଆମର ଚଳଣି ବି ଅନ୍ୟମାନଙ୍କ ଠାରୁ ଅଲଗା। ତେଣୁ ସିଏ ବି ଭାରି ସୌଭାଗ୍ୟ ବୋଲି ଭାବୁଛି। ମୋ ସହ ଯୌନ ସମ୍ପର୍କ ରଖିବା ପାଇଁ ଦିନରେ ଉପରବେଳା ହିଁ ସବୁଠୁ ସୁବିଧା। ଘଇତା ଦ୍ୱିପହରେ ଖାଇସାରି କାମ କରିବାକୁ ବିଲକୁ ଗଲା ପରେ ମୁଁ ସନା ସହ ସୀତା ଭାଉଜ ଘରକୁ ପଶିଲି। ଘରେ ସେତେବେଳେ ଆମେ 3 ଜଣ। ପିଲାଟା ସ୍କୁଲ ଯାଇଛି। ଶାଶୁ ବୁଢ଼ୀ ତ ବିଛଣାରେ ବୋହୂକୁ ଆକଟ କରିବା ସାମର୍ଥ୍ୟ ନାହିଁ। ମୋତେ ଦେଖାଦେଲା କ୍ଷଣି ଗୋଟେ ମନଛୁଆଁ ହସ ହସି ଆମକୁ ଘର ଭିତରକୁ ଡାକିନେଲା। କିଛି ସମୟ ଟିକେ କଥାବାର୍ତ୍ତା ହେଲା ପରେ ସନା ମୋତେ ଛାଡ଼ିଦେଇ ସେଠୁ ଚାଲିଗଲା। କ'ଣ କହିବି କ'ଣ କରିବି ବୋଲି ମୋର ଲାଜରେ ପାଟି ଖୋଲୁ ନଥାଏ। ମୋ ହାଲ ଦେଖି ସେ ପୋଖତ ଗିହାଣୀ ମାଇକିନିଆ ମୁରୁକି ହସି ମୋ ହାତ ଧରି ଶୋଇବା ଘର ଭିତରକୁ ନେଇ ଖଟ ଉପରେ ବସାଇଲା। ମୋର ନର୍ଭସ ଦେଖି ପାଣି ପିଇବ କି ପଚାରିଲାରୁ ମୁଁ ହଁ କଲି। ପାଣି ଆଣିଦେଲା ପରେ ମୋର ଅତି ପାଖରୁ ଆସି ଆଉ ମୋ ହାତ ଧରି ଚୁପି ଚୁପି କରି କହିଲା, ଲାଜ କରନି, ଯାହା କରିବା କଥା ମୁଁ ତୁମକୁ ସବୁ ବତାଇ ଦେବି। ତୁମେ ଏବେ ମୋର ରସିକ ନାଗର। ଏତିକି କହି ଖିଲଖିଲ ହସି ଗାଲରେ ଚୁମାଟିଏ ଦେଇ ମୋ ବେନିଆନ ଉପରୁ ଛାତିର 2 ଦୁଧକୁ ଭୁଣ୍ଡିକୁ ଦଳି ଦେଉ ଦେଉ ମୋ 2 ଗୋଡ଼ ମଝିରେ ଆସି ଠିଆ ହେଲା। ମୁଁ ବି ତୁରନ୍ତ ହାତ ବଢ଼େଇ ତାକୁ ଭିଡ଼ି ଆଣିଲି ଓ ତାର ଛାତିରେ ମୁହଁ ଗୁଞ୍ଜି ତାକୁ ଆଲଙ୍ଗନ କଲି। ମୋ ଛାତି ଧୁଡ଼ୁଧୁଡ଼ୁ ହେଲା ଓ ମୋ ମନରେ କରିବାରେ ଲାଗିଲି। ନାରୀ ଦେହରେ ସ୍ପର୍ଶର ପ୍ରଥମ ଅନୁଭୂତିରେ ମୁଁ ହେଲି ଜଣେ ଆତ୍ମହରା ଯୁବକଟିଏ। କିନ୍ତୁ ଟିକେ ସହଜ ହେବା ପରେ ବ୍ଲୁ ଫିଲ୍ମରେ ଦେଖିଥିବା ଜ୍ଞାନ କାମରେ ଲଗାଇବା ଆରମ୍ଭ କଲି। ତାଙ୍କୁ ସେମିତି ଭିଡ଼ି ଧରି 2 ହାତରେ ତାଙ୍କ ମୁଣ୍ଡ ନୁଆଁଇ ଆଣି ଓଠରେ ଓଠ ଥାପି ଚୁମିବା ଆରମ୍ଭ କଲି। ଗାଁ ମାଇପି ଚୁମନର ମଜା ଜାଣି ନଥାନ୍ତି, ହେଲେ ମୁଁ ତାଙ୍କର ମୋଟା ତଳ ଓଠକୁ ଚୁଚୁମି ବ୍ଲାଉଜ ଉପରୁ ଦୁଧ ଭୁଣ୍ଡିକୁ ଦଳିବାରୁ ସିଏ ପୁରା ମୋର ପ୍ୟାର କରିବା ମଜାରେ ମସ୍ତ ହୋଇଗଲେ। ଧୀରେ ଧୀରେ ତାଙ୍କୁ ପୁରା ଦେହରେ ଜଡ଼େଇ ଧରି ତାଙ୍କ 2 ଓଠକୁ ଓ ଜିଭକୁ ବି ଚୁଷିବାରେ ମୋତେ ସିଏ ପୁରା ସହଯୋଗ କଲେ। 2 ଜଣଙ୍କର ଚଞ୍ଚଳ ହାତ ବି ଦେହର ଠିକଣା ଜାଗା ମାନଙ୍କରେ ଅଣ୍ଡାଳି ବୁଲୁଥାଏ। ଚୁଚିମା ଛାଡ଼ି ଏବେ ମନ ଧାଇଁଲା ନାରୀ ଦେହର ସବୁଠୁ ଆକର୍ଷଣୀୟ 2 ସ୍ତନ ଆଡ଼କୁ। 36 ସାଇଜ ଦୁଧକୁ ପୁରୁଣା ଦରଛିଡ଼ା ବ୍ରାକୁ ଟେକି ରଖିଥିବା ଅସଫଳ ପ୍ରୟାସ। ମୁଁ କହିବା ଆଗରୁ ସିଏ ଚଟାପଟ ବ୍ଲାଉଜ ଓ ବ୍ରା 2ଟି ଯାକରୁ ମୁକ୍ତ କରି ସେହି ଅମୃତ ଭଣ୍ଡାକୁ ମୋ ଆଗରେ ପରସି ଦେଲେ। 2ଟି ସ୍ତନ ବକ୍ଷସ୍ଥଳରୁ ବାହାରି ଟିକିଏ ଢଳିପଡ଼ି ପୁଣି ବର୍ତ୍ତୁଳାକାର ହୋଇ ଆଗରେ ଚାରିପଟେ ବାଦାମୀ ଘେରି ମଝିରେ ଥଣ୍ଟ ପରି ବାହାରିଥିବା ସ୍ତନଗ୍ରହ
ସଭା ଦେଖି ମୁଁ କିଛି ସମୟ ମୋର ହାତରେ ତାକୁ ଆଉଁସି ତାର କମଳତାକୁ ଉପଭୋଗ କଲି। ମୋତେ ଦେଖିବାକୁ ସୁଯୋଗ ନ ଦେଇ ସେ ଗିହାଳିଆ ମାଇପି ନିଜେ ମୋ ମୁହଁକୁ ନେଇ ବାମୋଦ୍ଧ ଭୁଣ୍ଡିକୁ ମୋ ପାଟିରେ ପୂରାଇ ଦେଲା। ପାଗଳ ଭଳି ମୁଁ ଇଣ୍ଟରନେଟରେ ସେକ୍ସ ଭିଡିଓରେ ଦେଖିଥିବା ପରି ଅତି ନିପୁଣତା ସହ ପାଟିରେ ବେଣ୍ଟ